नमस्ते ମୁଁ ଆପଣଙ୍କ ଅଜ ଶ୍ରୀମଦ୍ ଭାଗବତ ଗୀତା କାଲି ସାଂଖ୍ୟ ଯୋଗ 45-46 ନମ୍ବର ଶ୍ଲୋକଟିଏ କହୁଥିଲି। ଆଜି 47-48-49 ନମ୍ବର ଶ୍ଲୋକଟିଏ କହୁଛି। ଏହା ହେଲା 47 ନମ୍ବର ଶ୍ଲୋକ। कर्मण्येवाधिकारस्ते मा फलेषु कदाचन मा कर्मफल हेतुभ्यमा तो संघे स्वकर्मणि। ଏହାର ଅର୍ଥ ହେଲା କର୍ମ କରିବାରେ ହିଁ ତମର ଅଧିକାର ରହିଛି। କର୍ମଫଳ ଉପରେ ତମର କଦାପି ଅଧିକାର ନାହିଁ। ତେଣୁ ତମେ କର୍ମଫଳର କାରଣ ହୁଅ ନାହିଁ ତଥା ତମର କର୍ମ ନ କରିବାରେ ବି ଆସକ୍ତି ନ ହେଉ। ଯୋଗସ୍ୟା କରୁ କର୍ମଣି ସଙ୍ଗା ତ୍ୟକ୍ତ୍ୱା ଧନୁଞ୍ଜୟ ସିଦ୍ଧି ସିଦ୍ଧେ ସମେ ଭୂତ୍ୱା ସମୁତ୍ୱା ଯୋଗଚ୍ୟତେ। ଏହାର ଅର୍ଥ ହେଲା ହେ ଧନୁଞ୍ଜୟ, ତମେ ଆସକ୍ତି ତ୍ୟାଗ କରି ତଥା ସିଦ୍ଧି ଅସିଦ୍ଧିରେ ସମାନ ବୁଦ୍ଧି ରଖି ଯୋଗସ୍ଥ ହୋଇ କର୍ତ୍ତବ୍ୟ କର୍ମ କର। ସମତ୍ୱକୁ ହିଁ ଯୋଗ କୁହାଯାଏ। ଆପର ଶ୍ଲୋକ ହେଲା 49 ନମ୍ବର। ଧୁରାଣୀ ଆଭ୍ୟରମ୍ କର୍ମ ବୁଦ୍ଧି ଯୋଗା ଧନୁର୍ଜୟା ବୃଦ୍ଧେ ଶରଣାମନ୍ୱି ଚ କୃପାଣାଂ ଫଳ ହେତଭମ୍। ଏହାର ଅର୍ଥ ହେଲା ଏହି ସମତ୍ୱ ରୂପକ ବୁଦ୍ଧି ଯୋଗ ଅପେକ୍ଷା ସକାମ୍ୟ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ଅଟେ। ତେଣୁ ହେ ଧନୁଞ୍ଜୟ, ତମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ ଅର୍ଥାତ୍ ବୁଦ୍ଧି ଯୋଗର ହିଁ ଆଶ୍ରୟ ଗ୍ରହଣ କର, କାରଣ ଫଳର କାରଣ ହେଉଥିବା ଲକ୍ଷ୍ୟ ଅତ୍ୟନ୍ତ ଧୀନ। ଆଜିର 3ଟା ଶ୍ଲୋକ ପୁଣି ଥରେ କାଲି ମିଶି